ହେଇଗଲା ଆଜିଠୁ ମୋର କର୍ମମୟ ଜୀବନ। କାରଣ ଘରକୁ ଯିବା ପରଠୁ ମୁଁ ଥିଲି ଫୁଲ ଅଳସୁଆ ମୋଡରେ। ଆକ୍ଚୁଆଲି ପିଲାମାନେ ଯେତେ ବଡ ହେଲେ ବି ବାପା ମାଙ୍କ ପାଖରେ ସବୁବେଳେ ସେଇ ଛୋଟ ପିଲା। ଆଉ ଘରକୁ ଗଲା ମାତ୍ରେ କିଛି କହିବା ପୂର୍ବରୁ ମନପସନ୍ଦ ଜିନିଷ ଆଣିକି ପାଖରେ ଥୋଇ ଦିଅନ୍ତି। ଆଉ ଯେତେବେଳେ ସବୁ କାମ ବିନା କଷ୍ଟରେ ହେଇଯାଏ ଅଳସୁଆ ହେବାଟା ତ କମ୍ପଲସରି। ତ ଆଜି ସକାଳେ ଉଠି ବ୍ରଶ କରି ମୁଁ ଖାଇଥିଲି ମୋର ଅତି ଫେଭରେଟ ଚୁଡା ଚକୁଟା। ତ ଯାହା ବି ହଉ ପେଟ ଓ ଆତ୍ମାକୁ ଶାନ୍ତି କଲା ପରେ ମୁଁ ଲାଗି ପଡିଲି ଗଙ୍ଗୁଆଇ ଭଳି ଘର ସଫା କରିବାରେ। ମୁଁ ଶୁଣିଥିଲି ଲୋକମାନେ ପ୍ରେମରେ ପାଗଳ ହୁଅନ୍ତି, ହେଲେ ମୁଁ କାମରେ ଏତେ ବ୍ୟସ୍ତ ଯେ ଭାତ ବସିଛି ବୋଲି ଟୋଟାଲି ଭୁଲି ହିଁ ଯାଇଛି। ଛାଡ, ଛୋଟ ପିଲା ବାୟା ମନ, ଆସ୍ତେ ଆସ୍ତେ ଶିଖିଯିବିନି। ଏପଟେ ଭାତ ଗାଳି ସାରି ପରିବା କାଟିବା ପାଇଁ ବସେ ତ ବାପରେ ବାପ, ଭୁବନେଶ୍ୱରରେ ଏତେ ଗରମ ମୁଣ୍ଡ ଝାଳ ଆସି ପାଟିରେ ପଶୁଥିଲା। ଆଉ ମୁଁ ସତରେ ଆଜି ଏଇଆ ରିଏଲାଇଜ କଲି କି ହଁ, କଷ୍ଟ ତ ମୁଁ କରୁଛି କାରଣ ମୁଣ୍ଡ ଝାଳ ଆସି ତୁଣ୍ଡରେ ପଡୁଛି ନା। ଆଉ ଏତେ ଗରମରେ ମୋର ଗୋଟେ ମାତ୍ର ସାହା ଭରସା, ତମେ ହିଁ ସ୍ୱର୍ଗ ମୋର, ତମେ ଦେବତା ମୋର। ଆଉ ଶେଷରେ ଏ ଅସହ୍ୟ ଗରମକୁ ସହି ନ ପାରି ମୁଁ ଚାହିଁଲି ଫ୍ରେଶ ହେବା ପାଇଁ। ଫ୍ରେଶ ହେବା ପରେ ମୋର ଏଜ ୟୁଜୁଆଲ ସ୍କିନ କେୟାର କମ୍ପ୍ଲିଟ କରିଥିଲି। ଆଉ ତାପରେ ବସି ପଡିଲି ତରକାରୀ କରିବା ପାଇଁ। କାହା କଥା ମନେ ଥାଉ କି ନଥାଉ ଏ ପେଟ ସବୁବେଳେ ତା କଥା ମନେ ପକେଇ ହିଁ ଦିଏ, କାରଣ ଏଠି ପେଟ ପାଇଁ ତ ସବୁ ନାଟ। ତ ମନ ଶାନ୍ତି କରି ଲଞ୍ଚ ଟା ବାଢି ସାରିଲା ପରେ ମନ ଦେଇ ଟିକେ ପାଠ ପଢି ଦେଇଥିଲି। ଆଉ ପଢି ପଢି ଉଖାଇଲା ପରେ ମିରର ଖଣ୍ଡେ ଧରି ଛାତ ଉପରେ ବୁଲିବାକୁ ଲାଗି ପଡିଲି। ଆଉ ସଡନ କି ଏଇଆ ରିଏଲାଇଜ ହେଲା ଯେ ମୋ ମୁହଁରେ ଥିବା ଆମାଜନ ଜଙ୍ଗଲଟା ଦିନକୁ ଦିନ ବଢିବାରେ ଲାଗିଛି। ସେଇଆ ଆଉ ମୁଁ ଭାବୁଛି ଏତେ ବର୍ଷା କାଇଁ ହଉଛି। ତ ଜଙ୍ଗଲ ସଫା ମିଶନ ରେ ଆସି ପହଞ୍ଚି ଗଲି ପାର୍ଲରରେ। ଆଉ ଆଇବ୍ରୋ କହିସାରିଲା ପରେ ଲାଗୁଛି ନା ମୁଁ ସୁନ୍ଦରୀ। ତ ପାର୍ଲର ଆସି କିଛି ପରିବା ଆଣିବା ପାଇଁ ଦୋକାନକୁ ଯାଇଥିଲି। ଆଉ ଏବେ ପରିବା ରେଟ୍ ଯୋଉ ଆକାଶ ଛୁଆ, ମତେ ଲାଗୁଛି ଘାସ ପତ୍ର କି ପାଣି ପିଇ ବଞ୍ଚିବାକୁ ହବ। କିନ୍ତୁ ଯାହା ବି ହଉ ମୁଁ ମଣିଷ ନା। ଏଣ୍ଡ ଫାଇନାଲି କିଛି ପରିବା ଧରି ଘରକୁ ଫେରିଥିଲି। ତ ସାଙ୍ଗମାନେ ଆଜି ପାଇଁ ଏଇଠି ରହିଲି। ଭିଡିଓ ଭଲ ଲାଗିଲେ ସବସ୍କ୍ରାଇବ ନିଶ୍ଚିତ କରିବେ।